ମାମା କଣ କରୁଛୁ? ତୁ ପରା କହୁଛୁ ତତେ ଗରମ ଲାଗୁଛି ବୋଲି। ହଁ ଗରମ ତ ଲାଗୁଛି। ଆଇସ୍କ୍ରିମ୍ ଖାଇବୁ ବୋଲି କହୁଛୁ। ଡକ୍ଟର ତତେ ମନା କରିଛି, ଟନ୍ସିଲାଇଟିସ୍ ହବ। ହଁ କଣ କରିବା? ସେଥିପାଇଁ ପରା ମୁଁ ଗୋଟେ ଜିନିଷ କରୁଛି ଯୋଉଥିରେ କି ଟନ୍ସିଲାଇଟିସ୍ ହବନି, ପେଟ ବି ଥଣ୍ଡା ରହିବ। ହଁ ଏମିତି କଣ ଜିନିଷ କରୁଛୁ ତୁ? ଆସୁନୁ ଦେଖେ ମୁଁ କଣ କଣ ସବୁ ନେଇଛି। ଏଠି ମୁଁ ଅଙ୍ଗୁରକୁ ଏମିତି କାଟି ଦେଇଛି, ଡାଳିମ୍ବ ମଞ୍ଜି ନେଇଛି, ଗୁଡ଼, ଆପଲ୍, କଦଳୀ, ଡ୍ରାଇ ଫ୍ରୁଟ୍ସ ସବୁ, ନଡ଼ିଆ, ଛେନା, ଦହି, ଏଠି ଗୋଲମରିଚ ଗୁଣ୍ଡ। ଓହୋ ତାହେଲେ ତୁ ଲସି ବନଉଛୁ? ନା ନା, ଲସି ନୁହେଁ। ଆଉ ତାହେଲେ ମେନ୍ ଇନଗ୍ରେଡିଏଣ୍ଟସ ତ ତତେ ମୁଁ ଦେଖେଇନି। କଣଟା ସେଟା? ଏଇ ନେ, ତୋର ଡ୍ରିଙ୍କ ରେଡି ହେଇଗଲା। ଆଇସ୍କ୍ରିମ୍ ଆଉ କୋଲ୍ଡ ଡ୍ରିଙ୍କସରୁ ବି ଆହୁରି ବଢିଆ। ଆମ ଓଡ଼ିଶାର ପାରମ୍ପରିକ ପଣା। ଖାଇକି ଦେଖିଲୁ କେମିତି ଲାଗୁଛି। ଆରେ ମାମା ଏଇଟା ତ ବଢିଆ ଲାଗୁଛି। ଆପଣମାନେ ବି ଏଇ ରେସିପିକୁ ଟ୍ରାଏ କରନ୍ତୁ। ନମିତାସ୍ କ୍ରିଏସନ୍ ଚ୍ୟାନେଲ ତରଫ ଓଡ଼ିଆ ନୂଆବର୍ଷ ତଥା ପଣା ସଂକ୍ରାନ୍ତିରେ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ। କଣଟା ମେନ୍ ଇନଗ୍ରିଡିଏଣ୍ଟ କହିଲୁ? ଏଇଟା କଣ କହିଲୁ? କଣ ତୁ କହୁନୁ? ଏଇଟା ହଉଛି ବେଲ। ଇଏ ପେଟକୁ ଥଣ୍ଡା ରଖିବ, ହଜମ କରେଇବ ଖରା ଦିନେ, ଆଉ ଗରମ ଲାଗିବନି କି ଟନ୍ସିଲାଇଟିସ୍ ବି ହବନି ତୁ ଖାଇଲେ। ଓହୋ କଣଟା ତାହେଲେ ଦେଖିଆ ବନେଇଲୁ, କଣ ବଢିଆ ଜିନିଷ ଖାଇବା। ଚାଲେ ତାହେଲେ ଏବେ ଷ୍ଟାର୍ଟ କରିବା। ହଁ ବେଲଟା ପୁରା ପାଚି ଯାଇଛି ଆଉ, ବଢିଆ ବେଲ। ଏ ବେଲରୁ ଭଲ କରି କୋରିକିରି ଆମେ ସବୁ ବାହାର କରିଦବା। ଏବେ ଆମେ ଗୋଟେ ଗ୍ଲାସ ପାଣି ୟା ଦେହରେ ପକେଇକିରି ୟାର ପଲ୍ପ ଗୁଡାକ ବାହାର କରିଦବା। ତାକୁ ଗୋଟେ ପଟାଟୋ ମ୍ୟାସରରେ ତାକୁ ଭଲ ଭାବେ ଦାବିଦେବା। ଆପଣ ଯଦି ନଥିବ ହାତରେ ବି ଆପଣ ଚକଟି ପାରିବେ। ଇନିସିଆଲି ଟିକେ ଅଳ୍ପ ପାଣି ଦେବେ, ନହେଲେ ଏଇଟା ଚକଟି ହବନି। ଏବେ ଆମର ଟିକେ ଚକଟି ହେଇଗଲାଣି, ସେଥିପାଇଁ ଆଉ ଟିକେ ପାଣି ମୁଁ ଆ ଦେହରେ ଆଡ୍ କରୁଛି। ଏବେ ଆମେ ଆର ଯେତକ ସବୁ ଖଦଡା ଅଂଶ ହାତରେ ଚିପୁଡିକିରି ବାହାର କରିଦେବା। ଏଇ ଯୋଉ ମଞ୍ଜି ଆଉ ଚେର ଗୁଡାକ ବାହାର କରିବାକୁ ପଡିବ। ଯଦି ଆମେ ନ ଛାଣିବା ତାହେଲେ ଏଇଟା ପିତା ପିତା ଲାଗିବ, ପାଟିକୁ ଟିକେ ଅଖାଡୁଆ ଲାଗିବ, ଭଲ ଟେଷ୍ଟ ଆସିବନି। ଆମର ସବୁ ପଲ୍ପ ବାହାରି ଗଲା, ଖଦିଡା ଅଂଶ ବି ମୁଁ ବାହାର କରିଦେଲି। ଏବେ ଆକୁ ଆମେ ଛାଣିଦବା, ଗୋଟେ ସ୍ମୁଥ ପେଷ୍ଟ ବାହାରିବ। ଆଉ ଯାହା ବି ଖଦିଡା ଅଂଶ ରହିଥିବ ସିଏ ବି ଆ ଦେହରେ ବାହାରିଯିବ। ଆଉ ଟିକେ ପାଣି ମିଶେଇକିରି ଆମେ ଆ ଦେହରେ ଛାଣିଦବା। ଦେଖନ୍ତୁ ଲାଷ୍ଟକୁ ଆମର ଏମିତି ସବୁ ମଞ୍ଜି ଆଉ ଆର ଯୋଉ ଚେର ଚେର ଜିନିଷ ରହିଯାଉଛି, ଆକୁ ଆମେ ଫୋପାଡ଼ି ଦେବା। ଆମର ଏମିତି ବେଲର ଜୁସ୍ ବାହାରିଗଲା। ଏବେ ଆ ସାଙ୍ଗରେ ଆମେ କିଛି କିଛି ଜିନିଷ ଆଡ୍ କରିବା। ଏଇ ବେଲ ଜୁସ୍ରେ ଆମେ ଗୁଡ଼ କିମ୍ବା ଚିନି କି ମିଶ୍ରି ପକେଇକିରି ଟିକେ ଗୋଲମରିଚ ଗୁଣ୍ଡ ଦେଇକିରି ଆମେ ପ୍ଲେନରେ ବି ତାକୁ ପିଇ ପାରିବା। ଏଇଟା ହଜମ ଶକ୍ତିକି ବଢ଼ାଏ ଆଉ ପେଟ ଥଣ୍ଡା କରେ। ଖରାଦିନେ ସାଧାରଣତଃ ଗରମ ଲାଗେ, ବାହାରକୁ ଯିଏ ବୁଲି ଯାଉଥିବ ଟିକେ ଗୋଟେ ଗ୍ଲାସ ପିଇଦେଲେ ତା ପେଟ ଥଣ୍ଡା ରହିବ। ଏବେ କିନ୍ତୁ ଆକୁ ମୁଁ ଟିକେ ସ୍ୱାଦିଷ୍ଟ କରିବା ପାଇଁ
କିଛି ଜିନିଷ ଆଡ଼୍ କରୁଛି। ମୁଁ ଚିନି କିମ୍ବା ମିଶ୍ରି ନ ପକାଇକିରି ଆମର ପାରମ୍ପରିକ ଗୁଡ଼ ପକାଉଛି। ସ୍ୱାଦ ଅନୁସାରେ ଆପଣ ଗୁଡ଼ ପକାଇବେ, ଟିକେ ମିଠା ହେଲେ ଭଲ ଲାଗେ। କଦଳୀ ଗୋଟେ ମୁଁ ଚୋପା ଛଡ଼େଇକିରି ତାକୁ ଟିକେ ଭଲ କରି ହାତରେ ଚକଟିକିରି ମୁଁ ପକାଉଛି। ଦହି 2-3 ଚାମଚ ଆମେ ପକାଇବା। ଏଇଟା ଅପସନାଲ୍, ଆପଣମାନେ ମିଶାଇ ବି ପାରିବେ, ନ ମିଶାଇ ବି ପାରିବେ। ଫ୍ରୁଟ୍ସ ଆପଲ୍, ଅଙ୍ଗୁର, ବେଦେନା ମଞ୍ଜି, କଞ୍ଚା ଆମ୍ବ କରିକି ଦେଇଥିଲି ତା ଦେହରେ ବି ଟିକେ ପକାଇ ଦେଉଛି। କିସମିସ୍, କିଛି ଡ୍ରାଇ ଫ୍ରୁଟ୍ସ ପକାଇବା। କାଜୁ, ଆଲମଣ୍ଡ, ନଡ଼ିଆ କୋରା, ଛେନା, ଏଇଟା ମୋର ଘରର ଛେନା, ଆ ସାଙ୍ଗରେ ମୁଁ ଆଡ଼୍ କରୁଛି। ରସଗୋଲା ଏମିତି ଟିକେ ଟିକେ ଛିଣ୍ଡେଇକି ପକାଇଦେବା। ଆମେ ପୁରା ମିଶାଇବାନି, କାହିଁକିନା ପାଟିରେ ଟିକେ ଆସିଲେ ଖଣ୍ଡ ଖଣ୍ଡ ଭଲ ଲାଗେ। ଗୋଲମରିଚ ମିଶାଇବା, ଗୋଲମରିଚ ମିଶାଇଲେ ଆର ଟେଷ୍ଟଟା ବହୁତ ଭଲ ଲାଗେ। ଆମର ସବୁ ଗୁଡ଼ାକ ଭଲ ଭାବରେ ମିଶିଗଲାଣି। ଏ ଫ୍ରୁଟ୍ସ ଗୁଡ଼ାକ ସବୁ ଗୋଟା ଗୋଟା ରହିଛି, ଏଇଟା ପିଇଲା ବେଳକୁ ପାଟିରେ ଭଲ ଲାଗିବ। ଗ୍ଲାସ୍ରେ ଆମେ ୟାକୁ ସର୍ଭ କରିବା।